ଗୋଟେ ବାଇସାଇକେଲଟେ ସୋଲ୍ଡ କରାହେଲା 20% ରେ ଓକେ ସିପି ଲେଖିଦେଲି ଏଠି ଏସପି ଲେଖିଦେଲି ସମାନ ପୁରା ଦେଇଛି ଆମକୁ 20% ପ୍ରଫିଟ୍ 20% ମାନେ ଆମର ହେଇସାରିଛି କେତେ ନା ସାର୍ 1/5 ତେଣୁ 5 ୟୁନିଟ୍ ହେଲେ ଇଏ ହବ 6 ୟୁନିଟ୍ ତାହେଲେ ଦେଲା ଯେ ଯଦି କଷ୍ଟ ପ୍ରାଇସ୍ 100 ଟଙ୍କା କମେଇଦବା ସେଲିଂ ପ୍ରାଇସ୍ 100 ଟଙ୍କା କମେଇଦବା ତାହେଲେ ଆଡିସନାଲ ପ୍ରଫିଟ୍ ହବ 4%। ତାହେଲେ ଆଗରୁ ହଉଥିଲା କେତେ ପରସେଣ୍ଟ 20% ଏବେ ହଉଛି 4%। ତାମାନେ ଏବେ କେତେ ପରସେଣ୍ଟ ହଉଛି ନା 24%। 24% ମାନେ 24% ମାନେ କେତେ ହବ 24% ମାନେ 24% ମାନେ ହେଇଯାଉଛି ସାର୍ 24/100 ତାହେଲେ ସାର୍ ଆକୁ କାଟିଦେଲେ ହେଇଯିବ ଆମର 400 ହବ 24 ଏ ହବ 25 6/25 ହେଲା ତାହେଲେ ପ୍ରଥମେ 25 ୟୁନିଟ୍ ଥିଲା ଏବେ 6 ୟୁନିଟ୍ ବଢି ଯାଇଛି ତାମାନେ 6 5 11 31 ୟୁନିଟ୍ ହେଇଯାଇଛି ଏଠି 100 ଟଙ୍କା କମିଛି ଇଏ ବି 100 ଟଙ୍କା କମିଛି କ୍ରସ୍ ମଲ୍ଟିପ୍ଲିକେସନ କରିବା ଆକୁ ଗୁଣ କେତେ 5 କେ 5 5 କେ 15 ମାନେ 155 25 ଷୋହକ 150 155 ରୁ 150 ଗଲେ 5 ୟୁନିଟ୍ ରହିଲା ଏ 5 ୟୁନିଟ୍ର ଭ୍ୟାଲୁ ଦେଲା 25 କୁ 100 ରେ ଗୁଣିଲେ 2500 31 କୁ 100 ରେ ଗୁଣିଲେ 3100 3100 ରୁ 2500 ଗଲେ କେତେ ହେଇଯିବ ନା ସାର୍ 600 5 ୟୁନିଟ୍ର ଭ୍ୟାଲୁ 600 1 ୟୁନିଟ୍ର ଭ୍ୟାଲୁ କେତେ ହବ ସାର୍ 120 ଯଦି 1 ୟୁନିଟ୍ର ଭ୍ୟାଲୁ ହେଲା 120 ଆଉ ପଚାରିଛି କଣ କଷ୍ଟ ଅଫ୍ ଦି ବାଇସାଇକେଲ କଷ୍ଟ ଅଫ୍ ଦି ବାଇସାଇକେଲ ଯଦି ପଚାରିଛି 5 ୟୁନିଟ୍ର ଭ୍ୟାଲୁ ବାହାର କରିବା 5 ୟୁନିଟ୍ର ଭ୍ୟାଲୁ କେତେ ବାହାରିବ ନା ସାର୍ 12 5 60 ମାନେ 600 ବାହାରିବ ଏଇନେ ସଲ୍ୟୁସନ କୋड ଦେଖିଛ ମତେ କୁହ ବେସିକାଲି ଏ ଲେଭେଲର କ୍ୱେଶ୍ଚିନ୍ ଆଗକୁ ସଲ୍ଭ କରିବାକୁ ଆହୁରି 4ଟା ମେଥଡ ଅଛି କିନ୍ତୁ ଏଇଟା ହଉଛି ସବୁଠାରୁ ବେଷ୍ଟ ଆପ୍ରୋଚ୍ ଦେଖ ଏଇ କ୍ୱେଶ୍ଚିନ୍ ତମକୁ କେହି ସଲ୍ଭ କରିନଥିବେ ଆଉ ଏଇ ଆପ୍ରୋଚରେ ହିଁ କେହି ସଲ୍ଭ କରିନଥିବେ ଯୋଉ ଆପ୍ରୋଚରେ ମୁଁ ତୁମକୁ ସଲ୍ଭ କରାଇଲି କଣ ହେଲା ଯୋଉ ଆପ୍ରୋଚରେ ତୁମକୁ ସଲ୍ଭ କରାଇଲି ଏଇ ଆପ୍ରୋଚରେ କେହି ତୁମକୁ ସଲ୍ଭ করে ହିଁ ନଥିବେ